ବାପା ମାନଙ୍କର ହୃଦୟରେ ଗୋଟିଏ ସ୍ୱପ୍ନ ଆଉ ବଞ୍ଚିଥିବା ଅବସ୍ଥାରେ ନିଜର କନ୍ୟାଦାନ ହଉଛି ଏକ ବିରାଟ ସ୍ୱପ୍ନ। ମଣିଷ 5 ତାଲା ଘର କରିପାରେ, ଏ ସ୍ୱପ୍ନ ନୁହେଁ। ମଣିଷ 4 ଚକିଆ ଠୁ 22 ଚକିଆ ପର୍ଯ୍ୟନ୍ତ ଗାଡି କରିପାରେ, ଇଏ ସ୍ୱପ୍ନ ନୁହେଁ। ତାର ଶ୍ରମ ଅର୍ଥ ବାହୁବଳରେ ହେଇପାରେ, କିନ୍ତୁ ଆଜ୍ଞା ମନେ ରଖୁ, ଗୋଟିଏ ଝିଅର ବାହାଘର ଅର୍ଥ ବଳରେ ହେଇପାରିବନି। ଗୋଟିଏ ଝିଅର ବିବାହର ଶ୍ରମ ବଳରେ ହେଇପାରିବନି। ଝିଅର ବାହାଘର ତା ପ୍ରତିପତ୍ତି ବଦଳରେ ହେଇପାରିବନି। ଗୋଟିଏ କନ୍ୟାର ବିବାହ ଯଦି ସେତିକି ଗୁଣ ଥାଏ, ଗୋଟିଏ ବାପା ତାକୁ ଅର୍ଜନ କରିପାରେ ବା ଝିଅକୁ ବାହା ଦେଇପାରେ। 5ଟା ଝିଅକୁ ବାହାଘର କରିସାରିଲି ବିନା ପରିଶ୍ରମରେ ବିନା ଡିମାଣ୍ଡ। ମୁଁ କଣ ଜାଣିନି ତୁ କେମିତି ଝିଅ ବାହାଘର କରୁଛୁ? ଫୋନ ଆଉଛି, ସେ ବାହାଘର ଏକ ଭଳିଆ ନା କହିକି ଆଉଛି, ଦାଣ୍ଡ କରି ଗାଡି ଲାଗି ସବୁ ବସିଲା ଚାଲିଲା। ଆରେ ଗୋଟାଏ ଝିଅ ତ କରରାପୁଲି ପଠାଣ କରୁଛୁ, କଣ କରିବେ ଯେ ମୁଁ ଦେଖିପାରିବି? ଆଜ୍ଞା ଗୋଟାଏ ଝିଅ ତ କଲରା ପିଲା, ମୁଁ କଣ କରିବି ଦେଖିପାରିବି? ତୋ ଭାରି ଯା ଦେଖି ପାଇଲା ନା, ତାକୁ ସମୟ କାହିଁ, ସେ ତ ସିଆରି କରୁଛି କାଗଜ କଲ କରିବାରେ, ସେ ବ୍ୟସ୍ତ ହେଇଛି ତ ଫୋନ ନାଇଁ ତୋ ଭାରି ଯା ବାପା ମାଙ୍କର ସ୍ୱପ୍ନ କନ୍ୟାର ବିବାହ ଦେବେ। ରାଜା ଭୀମ ବିଚାର କଲା ମୋ ଝିଅର ବିବାହର ପାଇଁ ସ୍ୱୟଂବରଟିଏ କରିବି। ସ୍ୱୟଂବର ସ୍ୱୟଂବରନ୍ତେ ନିଜେ ବର ନିର୍ବାଚନ କରିବେ। ଇଲେକ୍ସନ ହବ ତ ନିଜର ମନ ଲାଖି ବଡ ବଳନ୍ତେ ସ୍ୱାମୀ ଚୟନ করে কিন্তু বর্তমান গোবিন্দপুর যাও অহভাগ্য বা মহাভাগ্য এ রঘুনাথঙ্কর ইচ্ছারে ମୁଁ ପୁଣି ପୁନର୍ଜନ୍ମ କଣ ଏଠିକା ରଘୁନାଥଙ୍କର ଇଚ୍ଛା ଚାରିଆଡେ ପଇସା ଦେଇଗଲା, ମୁଁ ନାଇଁ ଜୀବନ। ମୁଁ ତ ଫୋନ ପାଇଲି ବୋଲି ହତାଶାରେ ଚାଲିଗଲେ। ତୋତେ ଭାରି ଖୁସି ଲାଗିଲା, ଯାହା ହଉ ଏକରେ ଗୋଟିଏ ମୁଣ୍ଡ କଲା, ସବୁ ଗଲେ ହତାଶାରେ ଏକରେ ଗଲେ କି ହବ? ଯୋଉଦିନ ଏଇ ମୁଣ୍ଡଟା ଗଳି ପଡିବ ସେଦିନ ଆଉ ବଡମ୍ବା ନରସିଂହପୁରରେ ଗାଈକୁ ପାଇନି କଣ ଭଗବାନଙ୍କୁ ଡାକୁଛି। ଆଉ କିଏ ଗାଈକୁ ବଡମ୍ବା ମା ବଡମ୍ବା ମାତୃ ଜନ୍ମ ହଉ ଘର ପାଲା ଘର ପାଡ଼ି ଗଲା। ଶୁଣ, ଝିଅ ଯୋଉଠି ନିଜେ ବର ଚୟନ କରେ ସ୍ୱୟଂ। ଆଚ୍ଛା ଆମ ଗାଁରେ ବି ରାମଲୀଳା ହଉଛି, ସୀତା ସ୍ୱୟଂବର ହଉଛି, ସୀତାର ସ୍ୱୟଂବର ହେଇଛି। ସବୁ ବାଲା ମାନେ ଆମେ କୀର୍ତ୍ତନିଆ ବାଲାକୁ ଉଚ୍ଚାରଣ କରୁଛେ ସୀତା ସ୍ୱୟଂବର। କେମିତି ସୀତା ସ୍ୱୟଂବର ହଉଛି? କୋଉ ନ୍ୟାୟ ହଉ ସୀତାକୁ ବାଜି ଲଗେଇ ଦିଆବ। ବାପା ଜଗନ୍ନାଥ ବାଜି ଲଗେଇଲେ ଘରେ ଥିବା ଏ ଶିବ ଧନୁଟାକୁ ଯିଏ ଭାଙ୍ଗି ଦବ। ଶିବଙ୍କର ଧନୁ ନାଁ ହେଲା ଅର୍ଜଗବ। ଅର୍ଜଗବ ଧନୁଟାକୁ ଯିଏ ଗୁଣ ଦେଇଦବ ସେଇ ମୋ କନ୍ୟାର ବର ହବ। ଆପଣ ମାନେ ସମସ୍ତେ ବିଚାର କରନ୍ତୁ, ରାମ ଯଦି ନ ଭାଙ୍ଗି ଆମ ଗାଁ ମକରା ଦିଲ୍ଲୀ ଭାଙ୍ଗି ଯାଇଥାନ୍ତା, ତାହେଲେ କିଏ ଭାଙ୍ଗିଥାନ୍ତା? ସୀତା ସେଇ ଦିଲ୍ଲୀ ଭାଙ୍ଗିଛି ତ, ଯିଏ ଭାଙ୍ଗିଛି ସେଇ ବାହା। ତାହେଲେ ସୀତା ନିଜ ଇଚ୍ଛାରେ କଣ ବର ନିର୍ବାଚନ କଲେ କି? ଶିବ ଧନୁ ଯଦି ନ ଭଙ୍ଗା ଯାଇଥାନ୍ତା ବା ଭଗବାନ ରାମ ଯଦି ଗୁଣ ନ ଚଢେଇଥାନ୍ତେ
ସୀତାର ବାହାଘର ସମ୍ଭବ ହେଇପାରିଥିଲା। କୁଲୁ ଠିକ ସେଇଭଳି ଭାବରେ ଆପଣ ଦୃଷ୍ଟି ଦିଅନ୍ତୁ। ଦ୍ୱାପର ଯୁଗରେ ଆମେ କହୁଛେ ହେଲା ଦ୍ରୌପଦୀ ସ୍ୱୟଂବର। ଦ୍ରୌପଦୀ ନିଜେ କଣ ବରଚନ କରିଛି? ଦ୍ରୌପଦୀର ବାପା ହେଲେ ପଞ୍ଚାଳ କଟକର ରାଜା, ନାମ ହେଲା ଦ୍ରୁପଦ। ଝିଅ ପାଇଁ ବାଜି ଲଗେଇଦେଲେ। କଣ ବାଜି ଲାଗିଲା? କହିଲା ସାତ ତାଳ ଉଚ୍ଚେ ଅଛି ରଇମସ୍ୟ ରାଧା ଚକ୍ର ଭ୍ରମେ ତଳେ। ତଳେ ନେଇ ଦୃଷ୍ଟି ଉପରକୁ ସାମରେ ବିଧିବ ହେରେ ନେହୁ ବିଧିବ ତଳେ ନେହୁ ରାଜକୁନିଆ ହୋଇବ ତାହାରେ ନେହୁ। ସାତ ତାଳ ଉଚ୍ଚରେ ଗୋଟେ ରୋହି ମାଛ ତାଳକ ହେଲା 7 ହାତ। ଆମେ ଯେତେବେଳେ ଠିଆ ହେଇଯିବା ପାଣିରେ କେତେ ପାଣି ଅଛି ତାଳେ ତାଳକୁ କେମିତି ଆମେ ବୁଝିବା ନା ପାଣିରେ ଠିଆ ହେଇ 2 ହାତକୁ ଦେଖିଦେବା। ଯଦି ପାଣିର ସମଭାଗ ପୂର୍ଣ୍ଣ ହେଇଥାଏ ସେ ହଉଛି ଗୋଟେ ତାଳ। ତାହେଲେ 7 ତାଳ ଉଚ୍ଚରେ ଅଛି ରୋହି ମସ୍ତ। ତା ତଳେ ଘିରି ହେଇକି ବୁଲୁଛି ଗୋଟେ ଚକ୍ର, ତା ନା ରାଧା ଚକ୍ର। ଯୋଉ ଭିଡ଼ ଯିବ ତଳେ ଅଛି ପାଣି କୁଣ୍ଡ, ଗୋଟା ଉପରକୁ ଭିଡ଼ ଚଢିବ। ଉପରକୁ ଅନେଇବ, ଆଣ୍ଠୁ ମାଡ଼ି ବସିବ। ତଳକୁ ଦୃଷ୍ଟି ଦବ ପାଣି, ପାଣି ଭିତରେ ପଡୁଛି ଛାୟା। ତଳକୁ ଅନେଇ ଉପରକୁ ବାଣ ବିନ୍ଧିବ। ये बाणटा जेतेबेले सरटा जाए राधा चक्रटाକୁ भेद करी जो रोही माछटा अछि ता बाम आखिरे जदि सरटा फुटेई दबो ताले राजकन्या द्रौपदी को विवाह हबो सेही वीर। ब्रह्मांड रे जेते जेते वीर मान थेले समस्ते परास्त। गोटाए भीर थिला राधेय बोले राधा तनय कर्ण। ब्रह्मांड भीतरे सर्वश्रेष्ठ योद्धा मरीगला बचे दुर्योधन पाख छाड़ला। महाभारत रे एकमात्र धर्मवंत पुरुष जदि जन को खोजा जाए से होची एकमात्र कर्ण। ता बादे आउ महाभारत भीतर जेते अछंती काठे मणिसत्व पुनिया ठीक रे बाछिले पाइगन। महाभारत रे दीटा आश्चर्य आपण खोजिले पाइले। कोन दीटा आश्चर्य? महाभारत युद्ध शेष होई गला बछि अर्जुन पाखुरु छाड़ी की चली गलेनी कृष्ण। बड़ कथा सिए नहीं, बड़ कथा हूँ कर्ण धर्मवंत पुरुष ही से जानी दुर्योधन अन्यायी, दुर्योधन धर्मी। मात्र जेतेबेले बंधु कही मु जानी मोर मृत्यु निश्चय किंतु मु छाड़ीबी मान गोविंद दुर्योधन। जेतेबेले पट्टा ऊपर भगवान कृष्ण थिले लीला आरंभिले प्रभु स्वयं नारायण। लीला आरंभिले प्रभु स्वयं नारायण। देशले चली जाओ सुदर्शन। भगवान कृष्ण निजे सुदर्शन चक्र को आदेश देले गले जा भूतरे राधा चक्र तले कर्ण निश्चित बिंधी दब शरीर द्विमती नाही सेटा बिंधाया बिंधी दब। तेनु ता सरटा को तू राधा चक्र पर्यंत भेद करि दब ताकू जगिबार लाग। कर्णर सरटा बाजी गला जाई सुदर्शन चक्र निराश कर्ण फेरी आस
ତୃତୀୟ ପାଣ୍ଡବ ଅର୍ଜୁନ ପିନ୍ଧିଲେ ସରବୁଲି ଦ୍ରୌପଦୀର ବାହାଘର ହେଲା। ଆଚ୍ଛା ଯଦି ବାଜିରେ ଅର୍ଜୁନ ହାରିଥାନ୍ତା ତେବେ ଦ୍ରୌପଦୀ ସ୍ୱୟଂବର ହେଇଥାନ୍ତା। ସେ ବିନ୍ଧାଇଲା କେବଳ ଅର୍ଜୁନ ଏଠି ଏ ବେଣ ରାଜାର ଝିଅ ବୈଜୟନ୍ତୀ ବାପା ଦେଇଦେଲେ ଅଭୟ ମୋର କହିଲେ ମା ତୁ ଯାହାକୁ ଚାହିଁବୁ ଆଚାଣ୍ଡାଳ ବ୍ରାହ୍ମଣ ତୋ ଇଚ୍ଛା ମୁଁ ତୋତେ ବାହାଘର ଦିଆଇବି। ହସି ହସି ବୈଜୟନ୍ତୀ କହିଲା ମୋର ବାହା ହେବା କଣ ଆବଶ୍ୟକ ବାବା? ଆଉ ଯେତେବେଳେ ଆପଣଙ୍କର ସ୍ୱପ୍ନ ସାକାର କରିବା ପାଇଁ ଆପଣ ଚିନ୍ତା କରିଛନ୍ତି କନ୍ୟାରତ୍ନକୁ ବିବାହ ଦେବେ ମୁଁ ବାହା ହେବି। ମୋର ଗୋଟିଏ ସର୍ତ୍ତ ରହିବ ମୁଁ ତାହାକୁ ବାହା ହେବି। କଲା କାଠ କଣ୍ଢେଇ ଯିଏ ଦବ ଚଲାଇ ବରଣମାଳା ନିଚେ ଦେବି ଲମ୍ବାଇ ମୁଁ ଯୋଉ କାଠ କଣ୍ଢେଇଟା ଧରିକି ଖେଳୁଛି ଏ କାଠ କଣ୍ଢେଇଟାକୁ ଯେ ଜୀବନ୍ତ ଚଲେଇ ଦବ ମନକୁ ମନ କଣ୍ଢେଇଟା ଚାଲିବ ସିଏ ଚଲେଇବ। ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ବୀର ମାନେ ଆଇଲେ ଆଶ୍ଚର୍ଯ୍ୟ କଥା ଏ କଣ ସମ୍ଭବ? ରାଜା ଝିଅ ବୈଜୟନ୍ତୀ ଉତ୍ତର ଦେଲା କହିଲା କାହିଁକି ସମ୍ଭବ ନୁହଁ? ଯଦି ଗୋଟେ କାଠର ଢିଙ୍କିଟାକୁ ନାରଦ ଉଡ଼େଇକି ନେଇକି ଯାଇପାରୁଛି ତାହେଲେ ଆକୁ କିଏ କାହିଁକି ଚଲେଇ ପାରିବ? ସମସ୍ତେ ଯେତେ ରାଜପୁତ୍ର ଆସିଥିଲେ ସବୁ ନିରାଶ। ବ୍ରାହ୍ମଣ ଛୁଆଟି ଆସି ରାଜା ଘର ବାହାଘର କିଛି ଭିକ୍ଷା ନ ଅର୍ଣ୍ଣଗଣ୍ଡାଏ ମିଳିବ ଋଷି ପୁତ୍ରଟି ଭିକ୍ଷାକୁ ଦେଇ ଡାକୁଛି କିରେ ବାହାଘର ହେଲେ ସିନା ଭୋଜି ବାହାଘର ନହେଲେ କେମିତି ଭୋଜି ଏ ସମ୍ଭବ? ଯଜମାନର ପୁଅଟିଏ ହେଇଛି 21 ବୋଲି ସେ ଭୋଜି ତିଆରି ନହେଲେ ମିଛରେ କିଏ କାହାକୁ ଭୋଜିବାନି ସମସ୍ତେ ବିଷର୍ଣ୍ଣ। ଏ ବାବାଜୀ ଛୁଆଟା ହାତ ଯୋଡ଼ି ଦେଲା କହିଲା ହେ ସମ୍ରାଟ କଣ ହେଇଛି ଆପଣଙ୍କର? ଏଠି ରାଜ ସଭାସଦ ଯେତେ ଅଛନ୍ତି କାହାର ଗୋଟେ ମନ ଖୁସି ନାହିଁ। କାହିଁକି ସମସ୍ତେ ମନ ଦୁଃଖରେ ଚେୟାର ଉପରେ ବସିଛନ୍ତି ମୁଁ କିଛି ଜାଣିପାରୁନି। କାହିଁକି ପାଟି କରୁଛୁ? ଭଙ୍ଗା ଦେହ ହୃଦୟରେ କାହିଁକି ବସୁଛନ୍ତି କୁହନ୍ତୁ ରାଜା? ନା ମୁଁ ଝିଅର ସ୍ୱୟଂବର ହେଇପାରୁନି ନା ଅସୁବିଧା କୋଉଠି ରହିଛି ନା କାଠ କଣ୍ଢେଇଟା ଯିଏ ଚଲେଇବ ନା ଏଇ ଗୋଟେ ତମ ଝିଅ ବାହା ହେଲା ବୋଲି ଜାଣୁ ସେ ଯାହାକୁ ଚାହିଁବ ତାକୁ ବାହା କାଠ କଣ୍ଢେଇଟା ମୁଁ ଚଲେଇଦେବି। ହାତକୁ ଯୋଡ଼ି ଦେଲେ କହିଲେ ପ୍ରଭୁ ଦୟାର ସାଗର ଦୟାର ସାଗର ତୁ ଭାବଗ୍ରାହୀ ଜୀବନରେ କିଛି ତତେ ମୁଁ ମାଗିନି ପ୍ରଭୁ ଆଜି ଏତିକି ମାଗିବି ଚିନ୍ତା କରି ମୋ କଥାଟା ତୁ ଟିକେ ରଖ ମହାପୁର ଆଖିରେ ଆଖିଏ ଲୁହ ଦି ଟୋପା ଲୁହ ଗଳି ପଡିଛି ତଳକୁ ପ୍ରଭୁ ଡାକୁଛି କରୁଣ ଚିତ୍ତରେ କରୁଣାଳୟ ନାରାୟଣ କେମିତି ଲାଗିଲା ଦୟା ସାଗର ବୋଲି ତମତେ ଭଜିଲି ଦୟା
ও